କଳା ମୁହଁକୁ ତ ଦେଖିଦେଲେ ଥରେ ଆଖି ମୋର ଲାଖି ଯାଏ। ତୋ ବଂଶୀ ସୁର ଶୁଣିବା ପାଇଁକି ମନ ଖାଲି ଖୋଜୁଥାଏ। ଦୁଃଖୀର ଦୁଃଖକୁ ନେଇଯାଉ ବୋଲି ନାମ ତୋର ଦୀନବନ୍ଧୁ। କୃପାର ଅମୃତ ଢାଳି ଦେଉ ବୋଲି ନାମ ତୋର କୃପା ସିନ୍ଧୁ। ଜୟ ଜଗନ୍ନାଥ। ଏ ହେଉଛି ପାରିଜାତକ ପିଠା। ଜଗନ୍ନାଥଙ୍କ 56 ଭୋଗରୁ ଇଏ ଗୋଟେ। ଆଜି ମୁଁ ଆପଣମାନଙ୍କୁ ଏ ପାରିଜାତକ ପିଠା କେମିତି ତିଆରି ହୁଏ ସେଟା ଦେଖେଇବି। ତା ସହିତ ଆମ ଲୀଳାମୟଙ୍କ ଅଲୌକିକ ଲୀଳାର କାହାଣୀ ମଧ୍ୟ କହିବି। ଆସନ୍ତୁ ତାହେଲେ। এই ପିଠା ପାଇଁ ମୁଁ ଏଠି ନେଇଛି 1 କପ୍ ଫୁଲ୍ ଅଟା। ତା ସହିତ ନେଇଛି 2 ଚାମଚ ଘିଅ। ବର୍ତ୍ତମାନ ଆମେ এই ଅଟା ଆଉ ଘିଅକୁ ହାତରେ ପୁରା 5 ମିନିଟ୍ ଭଲକି ଘଷିବା। ଜାଣିଛନ୍ତି ଆମ ଜଗନ୍ନାଥ ଏତେ ସବୁ ବ୍ୟଞ୍ଜନ ଭିତରେ ପିତା ମଧ୍ୟ ଖାଆନ୍ତି। ଆଉ ଏ ପିତା ଖାଇବାର କ'ଣ କାରଣ ହେଲା ସେଇ କାହାଣୀଟି ଆଜି ମୁଁ ଆପଣମାନଙ୍କୁ କହିବି। ଅଟା ଆଉ ଘିଅ ଘଷିବା ଭିତରେ ଆସନ୍ତୁ ସେଇ କାହାଣୀରୁ କିଛି ମୁଁ କହୁଛି। ଲାଣ୍ଡି ବାଇ ବୋଲି ଗୋଟେ ଗରିବ ବୁଢ଼ୀ ଥିଲା। ସେ ଜଗନ୍ନାଥଙ୍କୁ ବହୁତ ଭକ୍ତି କରେ। ଜଗନ୍ନାଥଙ୍କ ଛଡ଼ା ତାକୁ ଆଉ କିଛି ଦିଶେନି। ସମସ୍ତେ ଜଗନ୍ନାଥଙ୍କୁ କୋଉ କୋଉ ରୂପରେ ଭଲ ପାଆନ୍ତି ଆଉ ଭକ୍ତି କରନ୍ତି। ସେ ଲାଣ୍ଡି ବୁଢ଼ୀ ଜଗନ୍ନାଥଙ୍କୁ ପୁଅ ରୂପରେ ଭକ୍ତି କରେ ଆଉ ଭଲ ପାଏ। ଗରିବ ବୁଢ଼ୀ ସେ ପୁଅକୁ କ'ଣ ଖାଇବାକୁ ଦେବ ବୋଲି ପିତା ସବୁଦିନ ରାନ୍ଧି ନିଜ ହାତରେ ନେଇ ମନ୍ଦିରକୁ ଯାଏ। ଯିଏ ପଚାରେ କୁଆଡ଼େ ଯାଉଛୁ? ପୁଅ ପାଇଁ ମୁଁ ପିତା ନେଇକି ଯାଉଛି। ଏଇଭଳି ସେ ସବୁଦିନ କରେ। ଦିନେ ମନ୍ଦିର ଦରଗା ନଜରରେ ପଡ଼ିଗଲା। ଦରଗା ତାକୁ ଦେଖି ପଚାରିଲା କୁଆଡ଼େ ଯାଉଛୁ? ନା ମୋ ପୁଅ ପାଇଁ ମୁଁ ପିତା ନେଇକି ଯାଉଛି। ଦରଗା ପଚାରିଲା ଏ ମନ୍ଦିରରେ ତୋର ପୁଅ କୋଉଠି ଅଛି? ବୁଢ଼ୀ କହିଲା ତୁ ଜାଣିନୁ ଏଇ ପା ବଡ଼ ବଡ଼ ଆଖି କରି ରତ୍ନସିଂହାସନରେ ବସିଛି। ସେ ରାଗି ଯାଇ କହିଲା ଜଗନ୍ନାଥ ତୋର ଏଇ ସାଧାରଣ ପିତା ଖାଇବେ ତୁ ସବୁଦିନ ନେଇକି ଯାଉଛୁ। ଦରଗା ଲାଣ୍ଡି ବୁଢ଼ୀ ଉପରେ ରାଗି ତା ହାତରେ ପିତା ଥିବା ପଥରଟିକୁ ଫୋପାଡ଼ି ଦେଲେ। ବୁଢ଼ୀ ମନ ଦୁଃଖରେ କାନ୍ଦି କାନ୍ଦି ଘରକୁ ଫେରିଗଲା। ମୁଁ ଅଟା ଆଉ ଘିଅକୁ ଭଲ ଭାବରେ ମିଶାଇ ଦେଲି। ତାପରେ ତାକୁ ଗୋଟେ ସାଇଡ଼୍ କରିଦେଲି। ଏଇଟା ମୋର ବଡ଼ ଥାଳି ଅଛି ତେଣୁ ତାର ଫାଇଦା ମୁଁ ଉଠାଇଦେଲି। ଗୋଟିଏ ଥାଳିରେ ମୁଁ ସବୁ କରିନେବି। ତାପରେ ଏଠି ନେଇଛି ଅଧ କପ୍ ନଡ଼ିଆ ଆଉ 2ଟି କଦଳୀ। ସହିତ ମସଲାରେ ନେଇଛି ଦେଖନ୍ତୁ ଛୋଟ ଜାଇଫଳ ଖଣ୍ଡେ, ଗୋଟେ ଅଳେଇଚ, 8-10ଟି ଗୋଲମରିଚ, ଗୋଟେ ଲବଙ୍ଗ। ତାକୁ ଆମେ ହେମଦସ୍ତାରେ ଭଲକି ଗୁଣ୍ଡ କରିଦେବା। ଅଳେଇଚର ଚୋପା ତ ଗୁଣ୍ଡ ହେବନି, ତାକୁ ବାଛିକି ବାହାର କରିଦେବା। ଗୁଣ୍ଡ ହୋଇଗଲା ପରେ ଏଇ ମସଲା ଗୁଣ୍ଡକୁ ଆମେ ୟା ସହିତ ନେବା। ସହିତ ମୁଁ ନେଇଛି ପୁଣି 2 ଚାମଚ ଗୁଡ଼। ବର୍ତ୍ତମାନ ଏଇ କଦଳୀ, ଗୁଡ଼, ନଡ଼ିଆ ମସଲାକୁ ଆଗ ଭଲ ଭାବରେ ଚକଟି ଦେବା। ସେଇ ଚକଟା ଭିତରେ ପୁଣି ଆଉ ବାକିତକ କାହାଣୀ ଶୁଣିଦେବା। ମନ୍ଦିରରେ ଜଗନ୍ନାଥଙ୍କୁ ନିଜ ହାତରେ ପିତା ନ ଖୁଆଇ ପାରି ଲାଣ୍ଡି ବୁଢ଼ୀ କାନ୍ଦି କାନ୍ଦି ମନ ଦୁଃଖରେ ଘରେ ଯାଇ ଶୋଇପଡ଼ିଲା। ରାତିରେ ଜଗନ୍ନାଥ ତାକୁ ସ୍ୱପ୍ନେଇଲେ ମା ଆଜି ମୁଁ ବହୁତ ସାରା ମିଠା ଖାଇଛି, ଭୁରି ଭୋଜନ କରିଛି। ତୋର ପିତା ଟିକେ ଦେଲୁନି, ମୋ ପାଟି ଜମା ଭଲ ଲାଗୁନି, ପେଟ ବି ଭଲ ଲାଗୁନି। ଏହି କଥା ମଧ୍ୟ ଜଗନ୍ନାଥ ରାଜାଙ୍କୁ ମଧ୍ୟ ସ୍ୱପ୍ନେଇଲେ। କହିଲେ ମୋ ମା ମୋ ପାଇଁ ପିତା ଆଣିଥିଲା ଆଉ ତୋ ଦରଗା ତାକୁ ରାଗି ଘୋଡ଼େଇ ଦେଲା। ମୁଁ ପିତା ଖାଇନି, ଆଜି ମୋ ଦେହ ଜମା ଭଲ ଲାଗୁନି। ତମେ ତୁରନ୍ତ ମୋ ମାଆର ବ୍ୟବସ୍ଥା କର ଆଉ ମୋତେ ସେ ପିତା ଦିଅ। ସ୍ୱପ୍ନରୁ ଉଠି ରାଜା ତାଙ୍କ ସ୍ୱପ୍ନ କଥା ବଡ଼ ପଣ୍ଡାକୁ କହିବା ସହିତ ଦରଗାକୁ କହିଲେ ଯା ସେ ଲାଣ୍ଡି ବୁଢ଼ୀକି ଖୋଜିକି ଆଣ। ସମସ୍ତେ ଲାଣ୍ଡି ବୁଢ଼ୀକୁ ଖୋଜିବାରେ ଲାଗି ପଡ଼ିଲେ। ତାପରେ ଲାଣ୍ଡି ବୁଢ଼ୀ ହାତର ପିତା ଆଣି ଜଗନ୍ନାଥଙ୍କ ପାଖରେ ଭୋଗ କରେଇଲେ। ରାଜା ଜଗନ୍ନାଥଙ୍କ ପ୍ରତି ଲାଣ୍ଡି ବୁଢ଼ୀର ଭକ୍ତି ଦେଖି ସେ ରହୁଥିବା ସ୍ଥାନଟିକୁ ଲାଣ୍ଡି ମାତା ମଠ ନାମରେ ପରିଚିତ କଲେ। ଆଉ ସେହିଦିନଠୁ ମନ୍ଦିରରେ ପିତା ମଧ୍ୟ ଭୋଗ କରାଗଲା। ଶୁଣିଲେ ନା ଆମ ଲୀଳାମୟଙ୍କର ଅଲୌକିକ ଲୀଳାର କାହାଣୀ। ଏ କାହାଣୀ ସରିବା ଭିତରେ ମୁଁ ଯେଉଁ କଦଳୀ ନଡ଼ିଆ ଗୁଡ଼ ଚକଟିଥିଲି ତା ସହିତ ଏ ଅଟାକୁ ମିଶାଇ ଭଲ ଭାବରେ ଚକଟିକି ଗୋଟେ ଡୋ ତିଆରି କରିଦେଇଛି। ବର୍ତ୍ତମାନ ଇଏ ହାତରେ ଟିକେ ଲାଗୁଛି, ଉପରେ ଆମେ ଆଉ ଟିକେ ଘିଅ ହାତ ହେଇ ତାକୁ ଭଲକି ଆଉ ଥରେ ଚକଟି ନେବା। ତାପରେ ୟା ଦେହରେ ଛୋଟ ଛୋଟ ଗୁଳା ତିଆରି କରି ନେବା। ଏଗୁଡ଼ାକ ସବୁ ମୁଁ ପୁରୀ ସାଇଜ୍ର ଗୁଳା କରିଛି। ତାପରେ ତାକୁ ଏମିତି ହାତରେ ଗୋଲ କରି ହାତରେ ହିଁ ଚାପିଦେବା ଏ କାକରା ପିଠା ସାଇଜ୍ର। ଦେଖନ୍ତୁ ମୁଁ କେଉଁ ଭଳିଆ କରିକି ଆପଣଙ୍କୁ ଦେଖାଉଛି। ଏମିତି ଆମେ ସବୁ ଗୁଳାରୁ ଏମିତି କାକରା ପିଠା କରିଦେବା। ବର୍ତ୍ତମାନ କଡ଼େଇରେ ଘିଅ ବସେଇ ଏଇ କାକରା ପିଠାକୁ ଆମେ ଗୋଟେ ଗୋଟେ କରି ଛାଣିବା। ଘିଅ ତାତିଗଲା ପରେ ଆମେ ଏ ପିଠା ପକାଇବା। ତାପରେ ତାକୁ ଯେମିତି ଆମର ଦେଖନ୍ତୁ ଓଲଟେଇ ଦେଲା ପରେ ପୁରା ଆମର ପୁରା ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଲା ପର୍ଯ୍ୟନ୍ତ ଆମେ ତାକୁ ଛାଣି ଆଣିବା। ମାଟି କଡ଼େଇରେ ଯେହେତୁ ଛାଣୁଛି ଆମର ଟେମ୍ପରେଚରଟା ନା ଠିକ୍ ରହିବ। ତେଣୁ କେବେ ବି ହାଇ ଫ୍ଲେମ୍ କରିବେନି, ମିଡ଼ିୟମ୍ ଫ୍ଲେମ୍ରେ କରିବେ ଆଉ ଆମର ପିଠାଟି ବଢ଼ିଆ ଛାଣି ହେବ। ଏଠି ଛାଣି ହେଇଗଲା ପରେ ଦେଖନ୍ତୁ ଆମର କେତେ ସୁନ୍ଦର ହେଇଯାଇଛି ସବୁ ପିଠା। ସବୁ ପିଠା ଛାଣିଦେଲି।
ଏଠି ଆଉ ଗୋଟେ କରେଇ ବସେଇ ଏଠି ଅଧ କପ୍ରୁ ପୁରା କମ୍ ପାଣି ନେଇଛି, ତା ସହିତ ନେଇଛି 2 ଚାମଚ ଗୁଡ଼। ବର୍ତ୍ତମାନ ଏ ଗୁଡ଼ ଆଉ ପାଣିକୁ ଆମେ ଭଲକି ଫୁଟେଇ ଦେବା। ଗୁଡ଼ 2-3 ମିନିଟ୍ ମିଡ଼ିୟମ୍ ଫ୍ଲେମ୍ରେ ଫୁଟିଲା ପରେ ଆମେ ଦେଖିବା ଯେମିତି ଆମର ଗୁଡ଼ଟି ଟିକିଏ ଅଠା ବାନ୍ଧି ଆସୁଥିବ। ହାତ ମାରିଲେ ଆମକୁ ଅଠା ଅଠା ଲାଗୁଥିବ, ଥ୍ରେଡ଼୍ ହେଇନଥିବ। ସେହି ସମୟରେ ଆମେ ଯେଉଁ ପିଠା ଗୁଡ଼ିକ ଛାଣିଛେ ତାକୁ ଏମିତି ଗୁଡ଼ ପାଣିରେ ଭଲରେ ବୁଡ଼େଇ ଦେବା। ଚାରିପଟ ଯାକ ବୁଡ଼ିଗଲା ପରେ ତାକୁ ଏମିତି ଆମେ ବାହାର କରି ଆଣି ପ୍ଲେଟ୍ରେ ରଖିବା। ଏଇଭଳି ସବୁ ପିଠାକୁ ଆମେ ଏମିତି କରିନେବା। ଗୁଡ଼ ଶିରାରେ ଆମର ସବୁତକ ପିଠା ଏବେ ବୁଡ଼ିକି ଦେଖନ୍ତୁ କେତେ ସୁନ୍ଦର ଦିଶୁଛି। ଆଉ ମସଲା ଯେଉଁ ଦେଇଛେ ସେଥିରେ ବି ବଢ଼ିଆ ପିଠାଟି ବାସ୍ନା ହେଉଛି। ଗୁଆ ଘିଅର ବି ବାସ୍ନା ବହୁତ ବଢ଼ିଆ। ଆମ ଜଗନ୍ନାଥଙ୍କର ଖାଇବା କ'ଣ କିଛି କମ୍ କି? ଏଠି ମୁଁ ଆଉ ଟିକେ ବାସ୍ନା ପାଇଁ ଯେମିତି ସବୁବେଳେ କରେ, ଜଗନ୍ନାଥଙ୍କୁ ଭୋଗ ଲଗାଇଲା ବେଳେ ମୁଁ ସବୁବେଳେ ଶ୍ରୀକର୍ପୂର ଟିକେ ଉପରେ ପକାଏ। ଦେଖନ୍ତୁ ଏକଦମ ଖଣ୍ଡେ ଶ୍ରୀକର୍ପୂର ମୁଁ ଏମିତି ଗୁଣ୍ଡ କରି ପାଉଡ଼ର କରିଦେଇଛି, ଆଉ ଏଇ ପିଠାର ଉପରେ ସ୍ପ୍ରିଙ୍କଲ୍ କରିଦେଇଛି। ପାରିଜାତକ ପିଠା ତ ହେଇଗଲା, ଏବେ ଜଗନ୍ନାଥଙ୍କୁ ସମର୍ପଣ କରିବା। ଆପଣମାନଙ୍କୁ ଯଦି ଭଲ ଲାଗିଲା ତାହେଲେ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିଦେବେ।